ଆରେ ଏ ଠେଲା ବାଲା, ଏଠୁ ଜଲ୍ଦି ତୋ ଠେଲା ହଟା, ନହେଲେ ତୋ ଠେଲାକୁ ଆମେ ଉଠାଇ ନେବୁ। ସହରର ସବୁଠୁ ଜନଗହଳିପୂର୍ଣ୍ଣ ବଜାରରେ ହଠାତ୍ ଗହଳି ଲାଗିବା ଆରମ୍ଭ ହୋଇଗଲା। ଅନ୍ୟମାନେ ବି ରାସ୍ତା ଉପରେ ବ୍ୟବସାୟ କରୁଥିଲେ। ତଥାପି କେବଳ ସେହି ଠେଲାବାଲାଙ୍କ ଉପରେ ପୋଲିସ କାହିଁକି ଜୁଲୁମ କରୁଥିଲା? 4 ଜଣ ପୋଲିସ କନେଷ୍ଟବଳ ଆସି ଜଣେ ଠେଲାବାଲାଙ୍କୁ ଘୋଷାରି ଘୋଷାରି ସେଠାରୁ ବାହାର କରୁଥିଲେ। ସେ ଠେଲାବାଲା ଜଣକ ହାତ ଯୋଡ଼ି ନେହୁରା ହେଉଥିଲେ, କି ବାବୁ, ମୋର ଦୁଇଟି ଝିଅ, ଏ ଠେଲା ହେଉଛି ମୋର ଭରସା, ମୋ ପରିବାରକୁ ଦାନା ଦେଉଛି, ଦୟାକରି ମୋଠାରୁ ଛଡ଼େଇ ନିଅନ୍ତୁନି। ଯେତେ ନେହୁରା ହେଲେ ବି ସେମାନେ ତାକୁ ଛାଡୁନଥିଲେ। କହୁଥିଲେ, ତୋ ପାଖରେ ଆଉ 10 ମିନିଟ ସମୟ ଅଛି, ଯଦି ତୋ ଠେଲା ନ ଉଠାଇବୁ ତାହେଲେ ଆମେ ନେଇ ଫୋପାଡ଼ି ଦେବୁ। ଠେଲାବାଲା ଗୁହାରି ଜଣା ଜଣାଉ 10 ମିନିଟ ବିତିଗଲା। ଆଉ ସେ 4 ଜଣ ପୋଲିସ କର୍ମଚାରୀ ତାଙ୍କ ଠେଲାକୁ ଭିଡ଼ି ଭିଡ଼ି ପୋଲିସ ଗାଡ଼ି ପାଖକୁ ନେଇଗଲେ। ଠେଲାବାଲାଙ୍କୁ କହିଲେ, ଗାଡ଼ିରେ ଆମ ସାର୍ ବସିଛନ୍ତି, ତାଙ୍କ ସହିତ କଥା ହୋଇଯାଅ। ଠେଲାବାଲା ଦୌଡ଼ିକି ଯାଇ ଗାଡ଼ି ପାଖରେ ପହଞ୍ଚିଲେ। ଆଉ ଯେତେବେଳେ ସେ ଗାଡ଼ି ଭିତରେ ବସିଥିବା ଅଫିସରଙ୍କୁ ଦେଖିଲେ, ତାଙ୍କ ଆଖି ବଡ଼ ବଡ଼ ହୋଇଗଲା। ସେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନାଇଲେ। କହିଲେ, ମୋ ଛୁଆଙ୍କୁ ଭୋକରେ ରଖି ତୋ ମୁହଁରେ କ'ଣ ଏଇଥିପାଇଁ ଆହାର ଦେଉଥିଲି? ତେବେ କିଏ ଥିଲେ ସେ ଠେଲାବାଲା? କିଏ ଥିଲେ ସେ ପୋଲିସ ବାବୁ? ଠେଲାବାଲାଙ୍କ ସହିତ ପୋଲିସ ଅଫିସରଙ୍କର କ'ଣ ଥିଲା ସମ୍ପର୍କ? ଆଉ ଯଦି ସେମାନେ ପରସ୍ପରକୁ ଜାଣିଥିଲେ, ତାହେଲେ ପୋଲିସ କାହିଁକି ତାଙ୍କୁ ସେଠାରୁ ହଟାଉଥିଲା? କାରଣ ଜାଣିଲେ ଆପଣ ଚକିତ ହୋଇଯିବେ। ତେଣୁ ସମ୍ପୂର୍ଣ୍ଣ କାହାଣୀ ଦେଖନ୍ତୁ। ଯେଉଁମାନେ କାହାଣୀ ଦେଖିବା ଆଗରୁ ନିଜର ନାଁ ଓ ଜାଗା ନାଁ ସହିତ କମେଣ୍ଟ କରିବେ, ସେମାନଙ୍କର ନାଁ ପର ଭିଡିଓରେ ଘୋଷଣା ହେବ। କାହାଣୀକୁ ପୁରା ଜାଣିବା ଆଗରୁ ଆମକୁ କିଛି ବର୍ଷ ପଛକୁ ଯିବାକୁ ପଡ଼ିବ। ସେଦିନ ଥିଲା ରବିବାର, ସନ୍ଧ୍ୟା ସମୟ। ନିଜ ମୋପେଡ୍ ଲୁନାରେ ନବବିବାହିତ ସ୍ୱାମୀ ସ୍ତ୍ରୀ ଘରକୁ ଫେରୁଥିଲେ। ସ୍ୱାମୀଙ୍କ ନାଁ ଥିଲା ରାଜୁ ଓ ସ୍ତ୍ରୀଙ୍କ ନାଁ ଥିଲା ଜଲି। ବିବାହର 1 ବର୍ଷ ପରେ ରାଜୁ ସ୍ତ୍ରୀଙ୍କୁ ନେଇ ଶ୍ୱଶୁର ଘରୁ ଫେରୁଥିଲେ। ଘାଟି ରାସ୍ତାରେ ଅତି ସାବଧାନତାର ସହିତ ଗାଡ଼ି ଚଲାଉ ଚଲାଉ ରାସ୍ତା ମଝିରେ ଜଣେ ଛୋଟ ପିଲାର କାନ୍ଦ ଶୁଭିଲା। ସ୍ୱାମୀ ସ୍ତ୍ରୀ ଦୁହେଁ ପ୍ରଥମେ ସେ ସ୍ୱରକୁ ଏଡ଼ାଇ ଦେଲେ, କାରଣ ନିର୍ଜନ ରାସ୍ତାରେ ଛୋଟ ପିଲା ପୁଣି କୁଆଡ଼ୁ ଆସିବେ? ଏହି କଥା ଭାବି ଭାବି ରାଜୁ ଗାଡ଼ି ଆଗକୁ ବଢ଼ାଉଥିଲେ। ହେଲେ ଗାଡ଼ି ଯେତିକି ଆଗକୁ ବଢୁଥିଲା, ସ୍ୱର ସେତିକି ଅଧିକ ଶୁଭୁଥିଲା। ଏବେ ସ୍ୱାମୀ ସ୍ତ୍ରୀଙ୍କୁ ସେ ସ୍ୱର ସ୍ପଷ୍ଟ ଶୁଭୁଥିଲା। ଅଧା ରାସ୍ତାରେ ଗାଡ଼ି ଅଟକାଇଲେ ରାଜୁ। ଚାରିଆଡ଼କୁ ଅନାଉଥିଲେ, ହେଲେ ଅନ୍ଧାର ରାତିରେ ତାଙ୍କୁ କିଛି ବି ଦେଖାଯାଉନଥିଲା। ସେ ଧୀରେ ଧୀରେ ଗାଡ଼ିକୁ ସ୍ୱର ଆସୁଥିବା ଜାଗା ଆଡ଼କୁ ମୁହାଁଇଲେ। କିଛି ବାଟ ଆଗକୁ ଯିବା ପରେ ଘାଟିର ତଳ ପାର୍ଶ୍ୱରେ ଯାହା ଦେଖିଲେ, ତାଙ୍କର ହୋସ ଉଡ଼ିଗଲା। ତାଙ୍କ ମୁଣ୍ଡ ଘୂରେଇ ଦେଲା। ସେଠାରେ ପଡ଼ି ରହିଥିଲେ 3 ଜଣ। ଜଣେ ପୁରୁଷ ଲୋକ, ଜଣେ ସ୍ତ୍ରୀ ଲୋକ, ଆଉ ଜଣେ 7 ବର୍ଷର ପୁଅ। ଆଉ ସେଇ ପୁଅ ହିଁ ସେଠାରେ ଛିଡ଼ା ହୋଇ ଲଗାତାର କାନ୍ଦି ଚାଲିଥିଲେ। ଦୃଶ୍ୟ ଥିଲା ଅତି ହୃଦୟ ବିଦାରକ। ସାଙ୍ଗେ ସାଙ୍ଗେ ଜଲି ଛୋଟ ପିଲାକୁ ଟେକି ନେଇ କୁଣ୍ଢାଇ ପକେଇଲେ। ରାଜୁ ଯାଇ ସେ ପୁରୁଷ ଓ ସ୍ତ୍ରୀ ଲୋକଙ୍କୁ ଡାକ ପକାଇଲେ, ହେଲେ ସେମାନେ ଶୁଣୁନଥିଲେ। ବୋଧେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏବେ ରାଜୁ ଓ ଜଲି କ'ଣ କରିବେ କିଛି ବୁଝିପାରୁନଥିଲେ, କାରଣ 2 ଜଣଙ୍କୁ ହସ୍ପିଟାଲ ନେବାକୁ ତାଙ୍କ ପାଖରେ କିଛି ବି ସାଧନ ନଥିଲା। ତା ସହିତ ଆମ୍ବୁଲାନ୍ସ ଡାକିବାକୁ ଫୋନ ବି ନଥିଲା। ଆଉ ସେହି ରାସ୍ତା ଦେଇ କେହି ଲୋକ ବି ଯିବା ଆସିବା କରୁନଥିଲେ। ରାଜୁ ଓ ଜଲି ସେ ପିଲାକୁ ନେଇ ଆଗରେ ବଢ଼ିଲେ। ସହର ଭିତରକୁ ପଶିବା ପରେ ପୋଲିସକୁ ଜଣାଇଲେ। ପୋଲିସ ତୁରନ୍ତ ଆମ୍ବୁଲାନ୍ସ ନେଇ ସେ ଜାଗାକୁ ଗଲେ। ଆଉ ସେମାନଙ୍କୁ ନେଇ ହସ୍ପିଟାଲକୁ ଫେରିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କଲେ। ସେହିଦିନ ଠାରୁ ରାଜୁ ସେ ପିଲାକୁ ନେଇ ଘରକୁ ପଳାଇ ଆସିଲେ। ତା ନାଁ ଥିଲା ପପି। ପପିକୁ ସେମାନେ ନିଜ ପିଲା ପରି ପାଳିବାରେ ଲାଗିଲେ। ଧୀରେ ଧୀରେ ବଡ଼ ହେବାକୁ ଲାଗିଲା ପପି। ସେ ବଡ଼ ହେବା ସହିତ ରାଜୁ ଓ ଜଲିଙ୍କର ବି 2ଟି ଝିଅ ଜନ୍ମ ହୋଇଥିଲେ। ରାଜୁ ଥିଲେ ଜଣେ ପରିବା ବ୍ୟବସାୟୀ। ଠେଲାରେ ପରିବା ନେଇ
ସେ ସହରର ସବୁଠୁ ଜନଗହଳିପୂର୍ଣ୍ଣ ବଜାରରେ ବିକ୍ରି କରୁଥିଲେ। ଆଜି ନୁହେଁ, ଦୀର୍ଘ 8 ବର୍ଷ ହେଲା ସେ ସେହି ସ୍ଥାନରେ ପରିବା ବିକ୍ରି କରି ଆସୁଥିଲେ। ଆଉ ସେଥିରେ ତାଙ୍କ ପରିବାର ଚଳୁଥିଲା। ପରିବାର କହିଲେ ରାଜୁଙ୍କ 2 ଝିଅ, ପପି, ସ୍ତ୍ରୀ ଓ ବୁଢ଼ା ବାପା ମା। ଭଗବାନଙ୍କ ଦୟାରୁ ତାଙ୍କ ଠେଲା ବ୍ୟବସାୟରୁ 7 ପ୍ରାଣୀଙ୍କ ସଂସାର ଯେନ ତେନ ଚଳି ଯାଉଥିଲା। ପପି ବଡ଼ ହେଉଥିଲା। ଅଭାବ ଅନାଟନରେ ରହିବି ତାକୁ ନିଜ ପୁଅ ପରି ପାଳୁଥିଲେ ରାଜୁ। ଏହା ଭିତରେ ପପି ଫାର୍ଷ୍ଟ ଡିଭିଜନରେ BA ପାସ୍ କରିସାରିଥିଲେ। ତେଣୁ ସେ ଅଧିକ ପାଠ ପଢ଼ିବା ପାଇଁ ବଡ଼ ସହରକୁ ଯିବା ପାଇଁ ମନ ବଳାଇଲେ। ରାଜୁ ବି ତାକୁ ଖୁସି ଖୁସି ଅନୁମତି ଦେଇଦେଲେ। ପପି ରାଜୁଙ୍କର ପରିସ୍ଥିତି ସମ୍ପର୍କରେ ବହୁତ ଭଲରେ ଜାଣିଥିଲେ। ତେଣୁ ସହର ବାହାରିବା ଆଗରୁ ସେ ରାଜୁଙ୍କୁ କହିଦେଲେ କି ବାପା, ତମେ ମୋ କଥା ଚିନ୍ତା କରିବନି। ମୁଁ ନିଜେ କିଛି କାମଧନ୍ଦା କରି ପାଠ ପଢ଼ିବି, ଆଉ ବଡ଼ ଚାକିରି କରିବା ପରେ ହିଁ ଘରକୁ ଫେରିବି। ରାଜୁ ବଡ଼ ସହରକୁ ପଳାଇଲା ଆଉ ଖୁବ୍ ପାଠ ପଢ଼ିଲା। ରାଜୁର ଖୁବ୍ ଇଚ୍ଛା ଥିଲା ଜଣେ ବଡ଼ ପୋଲିସ ଅଫିସର ହେବାକୁ। ତେଣୁ ସେ ବାରମ୍ବାର ପୋଲିସ ଚାକିରି ପାଇଁ SI ପରୀକ୍ଷା ଦେଉଥିଲେ। 2 ବର୍ଷ ପରେ ସେ ପୋଲିସ SI ଚାକିରି ପାଇଗଲା ଆଉ ଅଲଗା ସହରରେ ତାଙ୍କର ପୋଷ୍ଟିଂ ହୋଇଗଲା। ହେଲେ ଏକଥା ସେ ରାଜୁଙ୍କୁ କହିଲାନି, କାରଣ ସେ ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲା କି ବାପା, ମୁଁ ବଡ଼ ଅଫିସର ହେଲେ ଯାଇ ତମ ସାମ୍ନାକୁ ଆସିବି। ଏହା ଭିତରେ ଆହୁରି 4 ବର୍ଷ ବିତିଗଲା। SI ଭାବରେ ରାଜୁଙ୍କ ସାହସିକତା ଓ କାମ ପାଇଁ 4 ବର୍ଷ ପରେ ତାଙ୍କୁ ପଦୋନ୍ନତି ମିଳିଗଲା। ସେ ଏଥର ଇନ୍ସପେକ୍ଟର ହୋଇଯାଇଥିଲେ ଆଉ ପଦୋନ୍ନତି ମିଳିବା ପରେ ତାଙ୍କୁ ତାଙ୍କ ସହରକୁ ପଠାଇ ଦିଆଗଲା। ହେଲେ ଏବେ ଯାଏଁ ବି ପପି ରାଜୁଙ୍କୁ ଇନ୍ସପେକ୍ଟର ହୋଇଯିବା କଥା ଜଣାଇ ନଥିଲେ, କାରଣ ସେ ବାପାଙ୍କୁ ସରପ୍ରାଇଜ ଦେବାକୁ ଚାହୁଁଥିଲେ। ସେ ଆସି ସେହି ସହରର ଥାନାରେ ଜଏନ୍ କରିଗଲେ। ବାପାଙ୍କୁ ନ ଜଣାଇ ସେ ତାଙ୍କ ବିଷୟରେ ସବୁ ଖବର ବୁଝିନେଲେ। ଆଉ ପୂର୍ବ ପରି ଏବେ ବି ସେ ସେହି ସ୍ଥାନରେ ଠେଲା ଲଗାଇ ପରିବା ବ୍ୟବସାୟ କରୁଥିଲେ। ଅନ୍ୟ ପଟରେ ରାଜୁଙ୍କ 2 ଝିଅ ବି ବଡ଼ ହୋଇଯାଉଥିଲେ। ଆଉ ପରିବାରର ବୋଝ ବୋଉ ବୋଉ ରାଜୁ ଟିକିଏ ବୟସ୍କ ହୋଇଯାଇଥିଲେ। ମୁଣ୍ଡ ଚୁଟି ଓ ଦାଢ଼ି ପାଚି ଯାଇଥିଲା। ତଥାପି ତାଙ୍କ ମନରେ ସାହସ କମି ନଥିଲା। ଗାଡ଼ି ଭିତରେ ଥାଇ ତାଙ୍କର ଏମିତି ଅବସ୍ଥାକୁ ଦେଖି ପପି ତାଙ୍କ ପିଲାଦିନ କଥା ମନେ ପକାଉଥିଲେ। ଦୁର୍ଘଟଣାରେ ବାପା ମାଙ୍କର ମୃତ୍ୟୁ ପରେ ରାଜୁ ଓ ଜଲି କେମିତି ତାଙ୍କୁ ପାଳି ପୋଷି ବଡ଼ ମଣିଷ କରିଥିଲେ। ନିଜେ ଭୋକରେ ରହି ପପିଙ୍କର ସବୁ କଥା ବୁଝୁଥିଲେ। ଭାବି ଭାବି ପପିଙ୍କ ଆଖିରୁ ଲୁହ ପଳାଇ ଆସିଥିଲା। ସେ ଭାବୁଥିଲେ କି ସତରେ ଆଜିକାଲି କ'ଣ ଏମିତି ମଣିଷ ଅଛନ୍ତି ଯେଉଁମାନେ ନିଜ କଥା ଭୁଲି ଅନ୍ୟକୁ ନିଜର ସର୍ବସ୍ୱ ଦେଇପାରନ୍ତି। ପପିଙ୍କ ଆଖିରୁ ଏବେ ବି ଧାର ଧାର ହୋଇ ଲୁହ ବାହାରୁଥିଲା। ସେ ନିଜ ବାପା ମାଙ୍କ ପାଇଁ କିଛି କରିବାକୁ ଗୋଟେ ବଡ଼ ଯୋଜନା କଲେ। ସେ ତାଙ୍କ ବାପା ମାଙ୍କୁ ଗୋଟିଏ ବଡ଼ ସରପ୍ରାଇଜ ଦେବେ। ସେଦିନ ଥିଲା ମଙ୍ଗଳବାର। ରାଜୁ ସକାଳୁ ସକାଳୁ ଯାଇ ଗୋଦାମରୁ ଭିନ୍ନ ଭିନ୍ନ ପ୍ରକାରର ପରିବା କିଣି ଆଣିଲେ। ସେ ନିଜ ଠେଲାରେ ସଜାଇ ସିଧା ଚାଲିଲେ ବିକ୍ରି କରିବା ପାଇଁ। ସମୟ ଥିଲା ସକାଳ 9ଟା। 4 ଜଣ ପୋଲିସ କନେଷ୍ଟବଳ ଆସି ତାଙ୍କୁ ଧମକାଇବାରେ ଲାଗିଲେ, ଏଠାରୁ ଠେଲା ହଟା, ନହେଲେ ତତେ ଜୋରିମାନା ସହିତ ତୋ ଠେଲା ଜବତ କରାଯିବ। ରାଜୁ ଆଶ୍ଚର୍ଯ୍ୟ ହୋଇଗଲେ। ଦୀର୍ଘ ବର୍ଷ ହେଲା ସେ ସେହି ସ୍ଥାନରେ ଠେଲା ଲଗାଇ ପରିବା ବ୍ୟବସାୟ କରୁଥିଲେ। ଖାଲି ସେ ନୁହେଁ, ଅନ୍ୟମାନେ ବି ଠେଲାରେ ବିଭିନ୍ନ ପ୍ରକାର ଜିନିଷ ବିକ୍ରି କରୁଛନ୍ତି। ହେଲେ ପୋଲିସ କାହିଁକି ମୋତେ ବାଧ୍ୟ କରୁଛି ଏଠାରୁ ହଟିବା ପାଇଁ? ରାଜୁ ସାଙ୍ଗେ ସାଙ୍ଗେ ହାତ ଯୋଡ଼ି ପୋଲିସ ବାବୁମାନଙ୍କୁ କହିଲେ କି ସାର୍, ଦୀର୍ଘ ବର୍ଷ ହେଲା ମୁଁ ଏଠାରେ ଠେଲା ଲଗାଉଛି। କ'ଣ ଅସୁବିଧା ହେଲା ଯେ ମୋତେ ଏଠାରୁ ହଟାଉଛନ୍ତି? ସାର୍ ଦୟା କରନ୍ତୁ, 6 ପ୍ରାଣୀକୁ ନେଇ ମୋର ସଂସାର। ଏ ଠେଲା ଆମ ପାଇଁ ସାହାରା। ମୋ ସଂସାର ଭାସିଯିବ। ଦୟାକରି ମୋତେ ଏଠାରୁ ଉଠାନ୍ତୁନି। ହେଲେ ପୋଲିସ ବାବୁମାନେ ଥିଲେ ନଛୋଡ଼ ବନ୍ଧା। କହିଲେ ତମ କଥା କିଛି ବି ଶୁଣାଯିବନି। ତମକୁ ଏଠାରୁ ଉଠିବାକୁ ପଡ଼ିବ, ନହେଲେ ତମ ଠେଲାକୁ ଜବତ କରିବୁ। ତମ ପାଖରେ 10 ମିନିଟ୍ ସମୟ ଅଛି। ସେହି ସମୟ ଭିତରେ ତମେ ଏ ଠେଲା ନେଇ ଅନ୍ୟ କୁଆଡ଼େ ପଳାଅ।
ହେଲେ ରାଜୁ ପୋଲିସକୁ ଗୁହାରି ଜଣାଉ ଜଣାଉ 10 ମିନିଟ୍ ପଳାଇଲା। ଶେଷରେ ପୋଲିସ ବାବୁମାନେ ସେ ଠେଲାକୁ ଠେଲି ଠେଲି ପୋଲିସ ଗାଡ଼ି ପାଖକୁ ନେଇଗଲେ। ରାଜୁ ବି ପଛରେ ଦୌଡ଼ି ଦୌଡ଼ି ସେମାନଙ୍କର ଗୋଡ଼ ତଳେ ପଡ଼ିଯାଉଥିଲେ। ପୋଲିସ ବାବୁମାନେ କହିଲେ କି, ଗାଡ଼ି ଭିତରେ ଆମ ସାର୍ ଅଛନ୍ତି, ଯାଇ ଦେଖା କର, ଯଦି କିଛି ହେଇପାରେ। ସେଠୁ ଠେଲା ଛାଡ଼ି ରାଜୁ ଦୌଡ଼ିଲେ ପୋଲିସ ଗାଡ଼ି ପାଖକୁ। ଯେମିତି ସେ ଗାଡ଼ି ପାଖରେ ପହଞ୍ଚିଛନ୍ତି, ପୋଲିସ ସାର୍ଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ମୁଣ୍ଡ ଘୂରିଗଲା। ସେ ଆଙ୍ଗୁଠି ଦେଖାଇ କହିଲେ, ତୁ ତୁ ଏଠି? ତୁ କ'ଣ ସେମାନଙ୍କର ସାର୍? ତତେ କ'ଣ ମୋ ପେଟରୁ କାଟି ଏତେ ବଡ଼ ମଣିଷ କରିଥିଲି ଆଜିର ଦିନ ଦେଖିବା ପାଇଁ? ସାଙ୍ଗେ ସାଙ୍ଗେ ପୋଲିସ ଗାଡ଼ିରୁ ବାହାରି ଆସିଲେ ପପି, ଆଉ ରାଜୁଙ୍କୁ କୁଣ୍ଢେଇ ପକେଇଲେ। ପୁଣି ଗୋଡ଼ ଛୁଇଁ ପ୍ରଣାମ କଲେ। ଆଉ ରାଜୁଙ୍କ ପାଟି ଚାପି ଧରି କହିଲେ, ବାସ୍ ବାପା, ଚୁପ୍ କର, ଆଉ କାନ୍ଦନି। ହେଲେ ମୋ ଠେଲା? କାନ୍ଦ ବନ୍ଦ କରି ରାଜୁ ପଚାରିଲେ, ସେ ଠେଲାକୁ ଛାଡ଼ ବାପା, ଏବେ ତମେ ମୋ ସହିତ ଚାଲ। କହିକି ସେ ରାଜୁଙ୍କୁ ନିଜ ଗାଡ଼ିରେ ବସେଇଲେ ଆଉ ତାଙ୍କୁ ଆଉ ଏକ ସ୍ଥାନକୁ ନେଇକି ଗଲେ। ସେତେବେଳ ଯାଏଁ ରାଜୁ କିଛି ବି ବୁଝିପାରୁନଥିଲେ। ଖାଲି ବଲ ବଲ କରି ସେ ପପିକୁ ଚାହୁଁଥିଲେ। 15 ମିନିଟ୍ ପରେ ଗାଡ଼ି ଅଟକିଲା ଏକ ସୁନ୍ଦର ହୋଟେଲ ଆଗରେ। ରାଜୁଙ୍କ ହାତ ଧରି ତାଙ୍କୁ ଗାଡ଼ିରୁ ବାହାର କଲେ ପପି, ଆଉ ହାତ ଧରି ହୋଟେଲ ଭିତରକୁ ନେଇଗଲେ। ହୋଟେଲ ଭିତରକୁ ପଶିବା ପରେ ସବୁ କର୍ମଚାରୀ ଏକାଠି ହୋଇଗଲେ। ଆଉ ପପି ସମସ୍ତଙ୍କୁ କହିଲେ କି, ଆଜିଠାରୁ ଇଏ ହେଲେ ତମ ମାଲିକ। ସମସ୍ତେ ରାଜୁଙ୍କୁ ନମସ୍କାର କଲେ। ସେତେବେଳେ ଯାଏଁ ବି ରାଜୁ ବୋକା ପରି ପପିଙ୍କୁ ଅନାଉଥିଲେ। ଏଥର ପପି ମୁହଁ ଖୋଲିଲେ, କହିଲେ, ବାପା, ତମେ ମୋ ପରି ଅନାଥ ପାଇଁ ଯାହା କରିଛ, କେଉଁ ବାପା ତା ପୁଅ ପାଇଁ ସେତିକି କରିବନି। ଚୁପ୍ କର, ଆଉ କେବେ ବି ନିଜକୁ ଅନାଥ କହିଲେ? ତୁ ଯଦି ଅନାଥ, ତାହେଲେ ମୁଁ ତୋର କିଏ? ରାଜୁ ଭାବପ୍ରବଣ ହୋଇ ପପିଙ୍କୁ କହିବା ପରେ ପପି ରାଜୁଙ୍କୁ କୁଣ୍ଢାଇ ପକେଇଲେ। କହିଲେ, ନା, ଆଉ କେବେ ବି କହିବିନି। ହେଲେ ତମ ପାଇଁ ମୁଁ ଆଜି ଏତେ ବଡ଼ ହୋଇପାରିଛି। ମୁଁ କହିଥିଲି ନା, ବଡ଼ ଅଫିସର ହେବା ପରେ ଯାଇ ତମକୁ ମୁହଁ ଦେଖେଇବି। ଏବେ ମତେ ଭଲ କି ଦେଖ, ମୁଁ ପୋଲିସ ଇନ୍ସପେକ୍ଟର ହୋଇ ଆମ ଥାନାରେ ଜଏନ୍ କରିଛି। କହିକି ସେ ରାଜୁଙ୍କ ପାଦ ଛୁଇଁଲେ। ରାଜୁ ପୁରା ଖୁସି ହୋଇଗଲେ ଆଉ ଆଶୀର୍ବାଦ ଦେଲେ। ପୁଣି ପଚାରିଲେ କି, ପୁଅ, ତାହେଲେ ମତେ ଏଠିକୁ କାହିଁକି ନେଇ ଆସିଛୁ? ପପି କହିଲେ, ବାପା, ତମେ ଆଉ ସେ ଠେଲା ଧରି ପରିବା ବିକିବନି। ଆଜିଠାରୁ ତମେ ଏ ହୋଟେଲର ମାଲିକ। ଏଣିକି ତମେ ଖାଲି ଚେୟାରରେ ବସି ଟଙ୍କା ଗଣିବ ଆଉ ଏ ଷ୍ଟାଫକୁ ହୁକୁମ ଦେବ। ତମକୁ ସରପ୍ରାଇଜ ଦେବି ବୋଲି ପ୍ରଥମେ ଟିକେ ଡରାଇ ଦେଇଥିଲି। ଆଖି ଆଗରେ ଏତେ ସାରା ଖୁସି ଦେଖି ରାଜୁ ଆଉ ସମ୍ଭାଳି ପାରିଲେନି। ଆଖିରୁ ଧାର ଧାର ହୋଇ ଲୁହ ବୋହିଗଲା। ସେଇଟା ଥିଲା ଖୁସିର ଲୁହ। ପପିକୁ ସେ ଢେର ସାରା ଆଶୀର୍ବାଦ ଦେଲେ। ପୁଣି ସେ ପପିଙ୍କୁ ନେଇ ଘରକୁ ଗଲେ। ଯେମିତି ପପିକୁ ଇନ୍ସପେକ୍ଟର ପୋଷାକରେ ତାଙ୍କ ମା ଜଲି ଓ 2 ଭଉଣୀ ଦେଖିଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଖୁସି ବି ହୋଇଗଲେ। ଏଥର ରାଜୁଙ୍କ ଖୁସିର ସମୟ ଫେରି ଆସିଲା। ପପି ସେମାନଙ୍କ ପରିବାରକୁ ଫେରି ଆସିଥିଲେ। କିଛି ବର୍ଷ ଭିତରେ ପପି 2 ଭଉଣୀଙ୍କର ବିବାହ ଧୁମଧାମରେ କରାଇଲେ। ତ କାହାଣୀ ଏତିକି ଥିଲା। ରାଜୁ ଏବେ ହୋଟେଲ ସମ୍ଭାଳୁଛନ୍ତି ଆଉ ପପି ନିଜ ପରିବାରକୁ ଖୁସିରେ ରଖିଛନ୍ତି। ଆଜିର ଦୁନିଆରେ ପୁଅ ଯେଉଁଠି ନିଜ ବାପା ମାଙ୍କୁ ପଚାରୁନି, ସେଠାରେ ପପି ପରି ପାଳିତ ପୁଅ ନିଜ ବାପା ମାଙ୍କୁ ଖୁବ୍ ଖୁସିରେ ରଖିଛି। ପପିଙ୍କୁ ନେଇ ଆପଣ କମେଣ୍ଟ ବକ୍ସରେ ନିଜର ମତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଓ ବେଲ୍ ଆଇକନକୁ ବି ଅନ୍ କରିଦେବେ। ଗତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖି ଲାଇକ୍ ସେୟାର କରିଥିବା ବ୍ୟକ୍ତିମାନେ ହେଲେ ରଞ୍ଜନ କୁମାର ସାହାଣୀ, ସତ୍ୟବାତୀ ପ୍ରଧାନ, କମ୍ବୁପାଣି ପ୍ରଧାନ ପଳାଶଗୋରା, ରଜତ କୁମାର ନାୟକ କେନ୍ଦୁଝର, ଶାନ୍ତିଲତା ଘଡ଼େଇ ଭୁବନେଶ୍ୱର, ଜଗନ୍ନାଥ ଟୁଡୁ, ବସନ୍ତ କୁମାର ମିଶ୍ର ଖୁଣ୍ଟୁଣି, ପ୍ରକାଶ ରଥ, ଜଗନ୍ନାଥ ଦାସ କେନ୍ଦୁଝର, ସୌଦାମିନ ବିଶ୍ୱାଳ, ମହେନ୍ଦ୍ର କୁମାର ଦାସ, ବେଣୁଧର ଦାସ, ହରିଚନ୍ଦ୍ର ବାରିକ, ସନ୍ତ କୁମାର ବାରିକ ବରଗଡ଼, ବନିତା ଦାସ, ବୈଦ୍ୟନାଥ ନାୟକ ଫୁଲବାଣୀ, ବିଜୟ ମହାନ୍ତି, ଉମାକାନ୍ତ ବାଲେଶ୍ୱର, ତନିଷା ତନୟା ଭୁବନେଶ୍ୱର, ମୀନକେତନ ସାମନ୍ତରାୟ ଖୋର୍ଦ୍ଧା,
ଏସ୍ ରାମବାବୁ ରେଡ୍ଡି ଗଞ୍ଜାମ, ଯଶବନ୍ତ ରକ୍ସ ସୁନ୍ଦରଗଡ଼, ରାଜୁ ମଣ୍ଡଳ ଗଜପତି, ବିନୋଦ ବିହାରୀ ଜେନା କେନ୍ଦୁଝର, ବାମଦେବ ପଣ୍ଡା ସୋନପୁର, ଅମ୍ବା ବାରିକ, ରଶ୍ମି ସ୍ୱାଇଁ, ସିକ୍ରେଟ ଷ୍ଟୋରିଜର ସବୁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ।